ମୁଁ ନିଜକୁ ପରିବାର ମୁଁ ମନ୍ଦିରର କେଉଁଠି ଝାଡ଼ୁ ମାରିପାରିବି ପେଟ ପୋଷିପାରିବି ନାହିଁ ମୋର ଲୋଭ ନାହିଁ ମୋର କିଛି ମୋ ଜୀବନର ମୁଁ ଖୋଜେ ନାହିଁ ମୁଁ ମନ୍ଦିରରେ ଝାଡୁ ମାରିବା ପଛେ ପାଟି କହୁ ଯିବେନି ନା ଯିବିନି ଯେତେବେଳେ ମୋ ନ୍ୟାୟ ମିଳିବ ପ୍ରକୃତ ସତ୍ୟ ନ୍ୟାୟ ତାପରେ ଯିବି ସେଇଥିପାଇଁ ତ ବିଭ୍ରାଟ ଆରମ୍ଭ ହେଲା ସେଇଥିପାଇଁ ମୁଁ ଯେତେବେଳେ କହିଲି ମୋ ସ୍ତ୍ରୀକି ଏମିତି ବ୍ୟବହାର କଲେ ମୋ ସନ୍ତୁଷ୍ଟ ମୋ ପରିବାର ଚାହୁଁନାହାନ୍ତି ମୁଁ ଆପଣଙ୍କ ପାଖରେ ରହିବିନି ସେଇଠୁ ମୋତେ ସାକୁଲେଇକି ଡାକିଲେ ତୁ ଆସି ପଇସା ଫେରେଇ ଦେଇ ଯା ନିଶ୍ଚିତ ସବୁ ବଡ଼ କଳାକାର ମୋ ସାଙ୍ଗରେ ଦୈତାନା ଅଛନ୍ତି ଆଉ ବାପି ନନା ଅଛନ୍ତି ଗୌର ଦାସ ଅଛନ୍ତି ଆଉ ସୁରେଶ ପଣ୍ଡା ଅଛନ୍ତି ଆମର ସୁଭାଷ ବେହେରା ଅଛନ୍ତି କେଉଁ ପାଟରୁ ପଇସା ଆଣି କେଉଁ ପାଟରେ ଧରା ବଢ଼ିଯାଇଛି ମୋତେ ଦେଖନ୍ତୁ କୁହନ୍ତୁ ଆପଣ ଖାଲି ପ୍ରମାଣ ଦିଅନ୍ତୁ ଆଉ ଇଏ ମୁଁ ଅତୀତ କଥା ଦିଅନ୍ତୁ ବର୍ତ୍ତମାନ ଯଦି କୌଣସି ପାଟରୁ ଆଣିଛି କି କେଉଁ ବାଟି ମୋତେ ମାଲିକ କହିଛି ତା ବି ପ୍ରମାଣ ଦିଅନ୍ତୁ ଆଉ ମିଥ୍ୟାରେ ମୁଁ ଆପଣଙ୍କୁ ଗୋଟେ ଏଗ୍ରିମେଣ୍ଟ କରିସାରି ଆଉ ଆଜ୍ଞା ମୋତେ 4 ଲକ୍ଷ ଟଙ୍କା ଦିଅନ୍ତୁ ନହେଲେ ଆପଣ ପଇସା ଏଇଟା କ'ଣ ମୁଁ କେବେ ସମ୍ଭବ ସବୁ ପ୍ରକାର ମତେ କହିଛନ୍ତି ଭାଇ ନିଜ କଥା ଠିକ୍ ଅଛି କିନ୍ତୁ ଯେତେବେଳେ ସ୍ତ୍ରୀକୁ ଜଣେ ଗାଳି ଦିଏ ବହୁତ ବାଧେ ଆପଣ ଯେତେବେଳେ ଶୁଣିଲେ କି ଭାଉଜଙ୍କୁ ଜଣେ ଏମିତି ଗାଳି ଦେଉଛନ୍ତି ଆପଣ କେମିତି ଅନୁଭବ ହେଲା କ'ଣ ବୋଲି ଭାବିଲେ ସେତେବେଳେ ମୋତେ ବହୁତ ମନକୁ ଦୁଃଖ ଲାଗିଲା ମୋତେ କହିଥିଲେ ଭଲ ହେଇଥାନ୍ତା ମୁଁ କାହାକୁ ପରିପ୍ରକାଶ କରିନଥାନ୍ତି ଯେ ଗୋଟେ ସ୍ୱାମୀକି କହିଲେ ତା ସ୍ତ୍ରୀ କହିଲେ ସ୍ୱାମୀକି ବାଧିବ ସ୍ୱାମୀ କହିଲେ ସ୍ତ୍ରୀକି ବାଧିବ ଯେ ଜୀବନ ପରିପୂରକ ଯେତେବେଳେ ମୁଁ ଏତେ ପାଠ ରହିଛି ମୋର ସୁବିଧା ଆସିଲେ ମୋ ସ୍ତ୍ରୀ ବି ସମସ୍ତେ ଫୋନ୍ ପ୍ରଦୀପ ମହାରଥୀ ମରିଗଲେଣି ଉପରେ ଅଛନ୍ତି ସେମାନେ ତାଙ୍କ ମୋ ଘରେ ଫୋନ୍ କରୁଛି ଆଉ ଟୁଟୁ ଆମର ଟୁଟୁ ବଳ ଯାହା କୁହନ୍ତି ପ୍ରଦୀପ ବଳ ସାମନ୍ତ ତାଙ୍କ ଫୋନ୍ କରୁଛନ୍ତି ମୁଁ ତାଙ୍କ ପାଖରେ ବହୁତ ଦିନ ରହିଲି ସବୁ ପାଖୁ ବାବୁ ଆମର ଭାରତ ଭୂଷଣ ତାଙ୍କ ଫୋନ୍ ସେଇଥିପାଇଁ ତ ବିଭ୍ରାଟ ଆରମ୍ଭ ହେଲା ସେଇଥିପାଇଁ ମୁଁ ଯେତେବେଳେ କହିଲି ମୋ ସ୍ତ୍ରୀକି ଏମିତି ବ୍ୟବହାର କଲେ ମୋ ସନ୍ତୁଷ୍ଟ ମୋ ପରିବାର ଚାହୁଁନାହାନ୍ତି ମୁଁ ଆପଣଙ୍କ ପାଖରେ ରହିବିନି ସେଇଠୁ ମୋତେ ସାକୁଲେଇକି ଡାକିଲେ ତୁ ଆସି ପଇସା ଫେରେଇ ଦେଇ ଯା 28 ତାରିଖ ଦିନ 5ଟା ନାଟକ ସକାଳ 5:15 ମୋତେ ଫୋନ୍ କରିଛି ତୁ ପଇସା ଫେରେଇ ଦେଇ ଯା ମୁଁ ବାବୁ କେଉଁଠି ଫେରେଇବି ନା ଚଣ୍ଡିଖୋଲ ଆଉ ରାମଚନ୍ଦ୍ରପୁର ହଁ ଚଣ୍ଡିଖୋଲ ନା ଆଉ ସେତେ ଚାନ୍ସ କରିବ ମୋର ତ ଗୋଟେ ସାଙ୍ଗ ପଇସା ଆଜି ଭଦ୍ରକୁ ନେଇକି ଆସିଥିଲା ନା ଆଉ ସିଏ ଯେତେବେଳେ ଆମେ ଭିତରକୁ ପ୍ରବେଶ କଲୁ ସେ କହିଲା ଇଏ କିଏ ମୁଁ କହି ମୋ ସାଙ୍ଗ କହିଲା ସିଏ ବାହାରୁ ତୁ ପଇସା ଆଉ କ'ଣ ଦେଇଯା ତାକୁ ଭିତରକୁ ନେଲାନି ନା ନିଶ୍ଚିତ ମୋତେ ଏଗ୍ରିମେଣ୍ଟ ଜବରଦସ୍ତ କରି ମୋତେ ମାରଧର କରି ଅଲବତ ଆଉ ମୁଁ ଯଦି ତାଙ୍କ କଥା ରାଜନୀତି ପଇସା ବି ଛଡ଼େଇ ରଖିଥାନ୍ତି ଏତେ କଥା ଯଦି କଲେ ପଇସା ରଖିଥାନ୍ତି କହିଥାନ୍ତି ତୁ ପଇସା ନେଇଯାଇଛୁ ଆପଣ ଏବେ କୋଉ ପାର୍ଟିରେ କାମ କରିବେ ନାହିଁ ବୋଲି ନିଷ୍ପତ୍ତିଟି ନେଇଛନ୍ତି ଏଇଟା କ'ଣ ପାଇଁ ନେଇଛନ୍ତି ଏଇଟା ନିଜକୁ ବାଧିଛି ସେଇଥିପାଇଁ ନିଷ୍ପତ୍ତି ନେଇଛି ଯେତେ ନାଇଁ ଚାନ୍ସ ନାହିଁ ମୁଁ ମନା କରିଛି ମାନେ ମନା ମୁଁ ନାଣ୍ଡ ବାବୁ ନୁହେଁ ଯେ 15ଟା କଥା ବଦଳେଇବି ଯାହା କହୁଛି ସତ୍ୟ କହୁଛି ମୁଁ 4 ଲକ୍ଷ ତାଙ୍କୁ ଡିମାଣ୍ଡ ଦରମା ପରେ ଡିମାଣ୍ଡ କରିନି ସେମିତି ଡିମାଣ୍ଡ କରିଥିଲେ ମୋ ଯାତ୍ରା ଇତିହାସ ଦେଖନ୍ତୁ କେଉଁ ପାଟରୁ ପଇସା ଆଣି କେଉଁ ପାଟରେ ଦରମା ବଢ଼ିଯାଇଛି ମୋତେ ଦେଖନ୍ତୁ କୁହନ୍ତୁ ଆପଣ ଖାଲି ପ୍ରମାଣ ଦିଅନ୍ତୁ ଆଉ ଇଏ ମୁଁ ଅତୀତ କଥା ଦିଅନ୍ତୁ ବର୍ତ୍ତମାନ ଯଦି କୌଣସି ପାଟରୁ ଆଣିଛି କି କେଉଁ ବାଟି ମୋତେ ମାଲିକ କହିଛି ତା ବି ପ୍ରମାଣ ଦିଅନ୍ତୁ ଆଉ ମିଥ୍ୟାରେ ମୁଁ ଆପଣଙ୍କୁ ଗୋଟେ ଏଗ୍ରିମେଣ୍ଟ କରିସାରି ଆଉ ଆଜ୍ଞା ମୋତେ 4 ଲକ୍ଷ ଟଙ୍କା ଦିଅନ୍ତୁ ନହେଲେ ଆପଣ ପଇସା ଏଇଟା କ'ଣ ମୁଁ କେବେ ସମ୍ଭବ ସିଏ ଆସନ୍ତୁ ଯୋଉଟାକୁ ଶୁଣନ୍ତୁ ସବୁ ଯେତିକି ଆମର ଦର୍ଶକ ସମାଜ ମୋ ପ୍ରତି ଖୁସି ହେଇକି ଯେଉଁ ବିମୁଖ ହେଇଛି ତାଙ୍କ ପ୍ରତି ଆସନ୍ତୁ ମିଡ଼ିଆକୁ ପ୍ରକୃତରେ ସତ ମାନି ଯାଆନ୍ତୁ ତାପରେ ମୁଁ ନିଜକୁ ମୋ କଳାକାର ଭାଇମାନଙ୍କୁ ସଂଘ ଭାଇମାନଙ୍କୁ ମୁଁ ଯେଉଁମାନେ ମୋ ସାଙ୍ଗରେ ବାହାରୁଛନ୍ତି ମୁଁ ତାକୁ ଛାଡ଼ି ଯାଇପାରିବିନି ନା ନିଶ୍ଚିତ ତାଙ୍କ ବିଚାର ସେମାନେ ସଂଘ କରିବେ କ'ଣ ଗୋଟେ ହେଇପାରିବ କିନ୍ତୁ ଯେପର୍ଯ୍ୟନ୍ତ ସିଏ ଧାକରେ କହୁଛନ୍ତି ଦେଖୁଛ ସିସି କ୍ୟାମେରା ଚେକ୍ ମୁଁ ତ କହୁଛି ସ୍ୱାଗତ କରୁଛି ସିସି କ୍ୟାମେରା ଚେକ୍ କର ସବୁ ଯୋଉଟା କହୁଛ ମୁଁ ତୁମକୁ ସ୍ୱାଗତ କରୁଛି ଗୋଟେ ମୋତେ ପ୍ରମାଣ ଖାଲି ଦେଇଦିଅ ଆଉ ତୁମେ ପ୍ରମାଣ ସିସି କ୍ୟାମେରା ଦେଖନ୍ତୁ ଏତେ ବଡ଼ ହୋଟେଲ 36ଟା କାଳେ ସିସି କ୍ୟାମେରା ଲାଗିଛି ମୁଁ ତ ସିସି କ୍ୟାମେରା ମୋ ଜୀବନର ମୋର କେଉଁଠି ନାହିଁ ମୁଁ ମୋର ସ୍ୱପ୍ନ ଆଉ ମୁଁ ଦେଖେ ଖାଲି ଟଙ୍କା ହେଇଥାଏ ସେ କେଉଁଠି ଲାଗିଛି କ'ଣ କରୁଛି ତା ଭିତରେ ଆମେ 4 ଜଣ ଥିଲୁ ନା 4 ଜଣ 5 ଜଣ ନଥିଲେ ଅନନ୍ତ ନାରାୟଣ ଧଳ ନାଣ୍ଡୁ ବାବୁ ତା ମ୍ୟାନେଜର ମନୁ ବାବୁ ଆଉ ଜଣେ ପିଲା ମୁଁ 4 ଜଣ ପରେ କ୍ୟାମେରା ଲାଗିଥିବ ନା ସେଇ ଟାଇମ୍ର କ୍ୟାମେରା ଡିଲେଟ୍ ହେଇଛି କି ବନ୍ଦ ହେଇଛି କି କ'ଣ ହେଇଛି ସେଇଟା ପୁଙ୍ଖାନୁପୁଙ୍ଖ ହେଇସାରିଲା ପରେ ଯାହା ହବ ଆପଣ ଯାତ୍ରାପାର୍ଟି ଛାଡ଼ି ସାରିବା ପରେ କ'ଣ କରିବେ ବୋଲି ଭାବିଛନ୍ତି ଦର୍ଶକ ମୋର ଅଛନ୍ତି ନା ଯେତିକି ଦର୍ଶକ ମୋ ପାଇଁ ବାହାରୁଛନ୍ତି ନା ଆମ ଦର୍ଶକଙ୍କୁ ଆଜି ମୁଁ ହାତ ଯୋଡ଼ି କହିଛି କୌଣସି ପ୍ରକାରେ କେଉଁ ପାଟରେ ଆମେ କ୍ଷତି କରିବନି ନାଣ୍ଡବାବୁଙ୍କର କାହିଁକିନା କଳାକାର ହେଉଛି ତାଙ୍କର ଜୀବନ ଜୀବିକା ଯାତ୍ରାପାର୍ଟି ମାଲିକ କ'ଣ କରି ସମୟକୁ ଅପେକ୍ଷା କର କେଉଁ କ'ଣ ବହୁତ ମୁଁ ଯଦି କାହାକୁ ଟଙ୍କେ ମାଗିବି ମୋ ପରିବାର ଅପୋଷା ରହିବେନି ମୁଁ ନିଜକୁ ମୁଁ ମନ୍ଦିରର କେଉଁଠି ଝାଡ଼ୁ ମାରିପାରିବି ପେଟ ପୋଷିପାରିବି ନାହିଁ ମୋର ଲୋଭ ନାହିଁ ମୋର କିଛି ମୋ ଜୀବନର ମୁଁ ଖୋଜେ ନାହିଁ ମୁଁ ସତର ରହିବି ଠିକ୍ କଥା କହିବି ହେଣି ମୋ ପେଟକୁ ଦାନା ଗାଣ୍ଡି କନା ମୋର ୟା ବ୍ୟତୀତ କିଛି ଦରକାର ନା ଗାଡ଼ି
ना गोटे प्लट किणी ना मोर किसी अच्छी ना से मु टाउटर केबे नु जहाँ कौन संपूर्ण भित्तिहीन से ମାନେ ମନ୍ଦିରରେ ଝାଡୁ ମାରିବା ପଛେ ପାଟି କହୁ ଯିବେନି ना जीविनी जो मो न्याय मिल प्रकृत सत्य न्याय तापर जी निश्चित जी पुणी नरीपणा अभिनय कर जेपर्यंत मत न्याय न मिली मु सिद्धांत नहीं पाउडर मारे ना ये मोर संपूर्ण भरसा मो कलाकार संघ आउ दर्शक मत संपूर्ण साहाय्य कर ଏତେ କଷ୍ଟରେ ଥାଇ ଲୋକଙ୍କୁ ହସାନ୍ତି କେମିତି ଭାଇ ଆପଣ सेटा कलार तो जीवन धर्म से तो कलाकार तार ना आकार से ही कलाकार निश्चित से ठिया होना मुझे खाली आगू जा मोर तो साहस है ना से एत कथा मुझे एकुटा कौन ता लड़बी तेणु मत सब सपोर्ट अच्छे निश्चित सब बड़ कलाकार मो सागर दैतान्ना अच्छा बापी नना अच्छा गौरदास अच्छा सुरेश पंडा अच्छा आमर सुभाष बेहरा अच्छा सब सब एंटार कौ कलाकार दे मत आभाड़ कर हाँ कौन कह दर्शक तो बहुत कही से भिजुआल को लक्ष्य जो नांडो जोड़ा देती खाली दर्शक देखूँ से भिजुआलटा कौन है डिलेट मध्य रही कि बंद हो 36टा कैमेरा भितर मुझे जो रूम रही कैमेरा कौ पोजिशन अच्छी केते समय डिलेट कर काटी जी प्री प्लान करके मत नहीं से किसी भी करें सेटा पुंखानुपुख तर्जमा करिया दरकार निहात भाव में आपण मानक ऊपर एवं न्याय मिलिबो नरी पंडांको केबे सेटा मध्य देखिया बाकी रहिला एवं यात्रा पार्टी को जीवी नाहीर निष्पत्ति ये जो निष्पत्ति द्वारा दर्शक मानू केमिति प्रभाव पड़िबो आगो को कौन हबो सेटा देखिया बाकी रहिला। मोर होचे नमस्कार।